ଅନୁଗ୍ରହ ବିରୋଧରେ ଅନେକ ଲୋକ କଥା କହନ୍ତି, କିନ୍ତୁ ଦୁଃଖର ବିଷୟ ଈଶ୍ୱରଙ୍କର ବାକ୍ୟ କ'ଣ କହେ ତାହା ଜାଣନ୍ତି ନାହିଁ। ଆମେ ଯଦି ଦେଖୁଛୁ ପ୍ରଥମ ଯୋହନ ତାର 4 ପର୍ବର 2 ପଦରେ କୁହାଯାଏ, ଯେଉଁ ବ୍ୟକ୍ତି ଏହା ସ୍ୱୀକାର କରେ ନାହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବାକ୍ୟରେ ଦେହବନ୍ତ ହୋଇ ଆସିଅଛନ୍ତି ସେ ପ୍ରକୃତରେ ଭ୍ରଷ୍ଟ ଅଟେ। କିନ୍ତୁ ମୋ ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇଅଛନ୍ତି କାହିଁରେ ଏହା ଯଦି ଆପଣ ଦେଖିବେ ତାହେଲେ ଯୋହନ ତାର 1 ପର୍ବର 14 ପଦରେ ଆପଣ ଦେଖିବାକୁ ପାଇପାରିବେ, ଯାହା ସ୍ପଷ୍ଟ ଭାବରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବାକ୍ୟରେ ଦେହବନ୍ତ ହେଲେ ଆଉ ଲେଖାଯାଏ ଅନୁଗ୍ରହ ଓ ସତ୍ୟରେ ଆମମାନଙ୍କ ମଧ୍ୟରେ ବାସ କଲେ। ଠିକ୍ ଏହି ବିଷୟକୁ ଆମେ ଯଦି ଦେଖୁଛୁ, ଯେଉଁମାନେ ଅନୁଗ୍ରହର ବିରୋଧରେ କଥା କହନ୍ତି, ଜିହୁଦା ପୁସ୍ତକ 1 ପର୍ବର 4 ପଦରେ ସେମାନେ ଅନୁଗ୍ରହ ସହିତ ପ୍ରଭୁ ଯୀଶୁଙ୍କୁ ହିଁ ଅସ୍ୱୀକାର କରୁଛନ୍ତି, ଯାହା ପ୍ରଥମ ଯୋହନ 4 ପର୍ବର 2 ପଦରେ ଗୋଟେ ଲୋକ ବା ଭ୍ରଷ୍ଟର ଚିହ୍ନ ଅଟେ।